ବର୍ତ୍ତମାନ ଆମକୁ ଯେ ଦେଖିବାକୁ ମିଳୁଛି ଗୋଟେ ନୋଟିସ୍ ଯେ ଯୋଉ ନୋଟିସରେ ଆପଣଙ୍କୁ କୁହାଯାଇଛି ଯେ ଯେ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଆପଣ ଯାତ୍ରା ମଞ୍ଚରେ ପରିବେଷଣ କରିପାରିବେ ନାହିଁ। ଯୋଉ ଯାତ୍ରା ସୂର୍ଯ୍ୟ ମନ୍ଦିର ପକ୍ଷରୁ ଯୋଉ ଅଭିଯୋଗ କରାଯାଇଛି, କଣ ରଖିବେ ତା ଉପରେ ପ୍ରତିକ୍ରିୟା? କିଛି ପ୍ରତିକ୍ରିୟା ନାହିଁ। ସେ ନୋଟିସ ଟି ମୁଁ ଫିଜିକାଲି ପାଇନି। ମୁଁ ଫିଜିକାଲି ପାଇଲା ପରେ କଣ ହେଇଛି ତାର ସତ୍ୟାସତ୍ୟ ବିଚାର କରାଯିବ, କଣ ହବ ନିଷ୍ପତ୍ତି ଜଣାଯିବ। ଦେଖନ୍ତୁ ଯୋଉ 2026 ପାଇଁ ଯୋଉଟା ଏଗ୍ରିମେଣ୍ଟ କରାଯାଇଥିଲା ଆପଣଙ୍କର ସୂର୍ଯ୍ୟ ମନ୍ଦିର ସହିତ, ତାର ଆଜ୍ଞା, କଣ ସମସ୍ତ ଜିନିଷ ସେଇଟା ସର୍ଟ ଆଉଟ୍ ହେଇଯାଇଥିଲା ନା ସେ ତା ଦେହରେ କିଛି ଥିଲା, ଯୋଉ କିଛି ପଇସା ବାକି ଥିଲା ନା କଣ ଥିଲା, ତା ଦେହରେ ସେମିତି କିଛି ସମସ୍ୟା ରହିଥିଲା? କଣ ହେଇଛି ସେ ପେପର ଆସିଲା ପରେ ଜଣା ପଡିବ ଯେ ପ୍ରକୃତରେ ତ୍ରୁଟି କୋଉଠି ରହିଛି। ନାଇଁ, ଆପଣ ଯେହେତୁ ଏଗ୍ରିମେଣ୍ଟ କରିଥିଲେ 2026 ପାଇଁ, ମାନେ ସେଟା ମାନେ ପ୍ରକୃତରେ 26 ପର୍ଯ୍ୟନ୍ତ ଏଗ୍ରିମେଣ୍ଟ ରହିଥିଲା ନା ତା ଭିତରେ ଆପଣଙ୍କର ଯୋଉ ମଝିରେ ଯୋଉ ବିବାଦ ରହିଥିଲା ତା ଭିତରେ ସେଟା ସର୍ଟ ଆଉଟ୍ କରାଯାଇଥିଲା? ସବୁ ତ ସରିଥିଲା, କିନ୍ତୁ କଣ ହେଇଛି କଣ ନାହିଁ କାଲି ରାତିରେ ମୁଁ ଏ ଘଟଣା ଜାଣିଲି। ତେଣୁ ଏବେ ମାନେ ସେ ସମୟରେ ତାକୁ ଆଲୋଚନା କରିବା ଅପେକ୍ଷା କଣ ହେଇଛି ତାକୁ ଜାଣିବା ଦରକାର। ମୁଁ ଟିକେ ଜାଣି ସାରିଲା ପରେ ସତ୍ୟ କଣ ଜାଣିଲେ ଜଣେଇବାଟା ଠିକ ହବ। ଅନ୍ଧ ଭାବରେ ସବୁ କଥା କହିଦେଲେ କିଛି ଲାଭ ନାହିଁ। ଦେଖନ୍ତୁ, ଇଏ ତ ପୂର୍ବରୁ ଯେହେତୁ ଏଇ ଜିନିଷଟା ଆସୁନଥିଲା, ଆପଣ ଯାତ୍ରା ଯୋଉ ନୂଆ ନାଟକ ତୁ ମୋ ବଜରଙ୍ଗ ଜରିଆରେ ଯେତେବେଳେ ଆସିଲେ, ଆପଣଙ୍କର ଦେଖିବାକୁ ମିଳିଲା, ଯୋଉ ଆପଣଙ୍କ କ୍ରେଜ ଦେଖିବାକୁ ମିଳିଲା, ତାପରେ ଏଇ ଯୋଉ ଘଟଣା ସାମ୍ନାକୁ ଆସିଲା, ଏ ଘଟଣାକୁ କେମିତି ଦେଖୁଛନ୍ତି ଆପଣ? ଘଟଣା ଦୁର୍ଘଟଣା ମୃତ୍ୟୁ କେବେ କହିକି ଆସେନି, ଅଚାନକ ଆସେ, ସେମିତି ଆସିଛି। ତେଣୁ ସାମ୍ନା କରାଯିବ, କଣ ହେଇଛି ମୁଁ ଆପଣଙ୍କୁ ଜଣେଇବି ନିହାତି। ଏନେଇ ଆପଣ କୋର୍ଟଙ୍କ ଦ୍ୱାରସ୍ଥ ହେବେ? ଏଇ ଯୋଉ କୋର୍ଟ ଯୋଉ ଆସିଛି ଆପଣଙ୍କ ପାଇଁ, ଯୋଉ ନୋଟିସ ଆସିଛି, ଯୋଉ କୁହାହଉଛି, ତା ଉପରେ ଆପଣ ଆଇନର ଦ୍ୱାରସ୍ଥ ହେବେ? ହେବି ନା, ଆଜ୍ଞା, କଣ ନୋଟିସ ଟା ଆଗେ ଫିଜିକାଲି ପାଇଲା ପରେ ନିହାତି ମୁଁ କଥା ହେବି। ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା।